ପିଲାମାନେ ଆଜି ଆସ ପଢ଼ିବା +2 ସେକେଣ୍ଡ ଇୟର୍ରେ ଆମର ଯେଉଁ ଦରଖାସ୍ତ ଅଛି କେମିତି ଦରଖାସ୍ତ ଲେଖାଯାଏ। ଆଜି ଆମେ ଆସ ପଢ଼ିବା ଯଦି କୌଣସି ରୋଗର ନିରାକରଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ପଡ଼ିଥାଏ ତେବେ ଆମେ ତାହାକୁ କାହାକୁ ଆଡ୍ରେସ୍ କରି ଲେଖିବା ଆଗେ ପ୍ରଥମେ ଜାଣିବା। ଯେହେତୁ ଆମର କର୍ତ୍ତୃପକ୍ଷ ହେଉଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ତେଣୁ ପ୍ରଥମେ ଆମେ ଲେଖିବା ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମୟୂରଭଞ୍ଜ ଜିଲ୍ଲା ବାରିପଦା। ମୁଁ କାହିଁକି ମୟୂରଭଞ୍ଜ ଜିଲ୍ଲା କହିଲି? କାରଣ ମୁଁ ହେଉଛି ମୟୂରଭଞ୍ଜର ଅଧିବାସୀ। ତମେ ଯେଉଁ ଜିଲ୍ଲାର ଲୋକ ବା ଯେଉଁ ଜିଲ୍ଲାର ପିଲା ତମେ ତାକୁ ମଧ୍ୟ ଲେଖିବା ପାଇଁ ଭୁଲିବ ନାହିଁ। ଧର ତମେ ପୁରୀ ଜିଲ୍ଲାର, ତାହେଲେ ପୁରୀ ଜିଲ୍ଲା ଲେଖିବ ଏବଂ ତମେ ଯେଉଁ ଅଞ୍ଚଳରେ ରହୁଛ ସେ ଅଞ୍ଚଳର ନାଁ ମଧ୍ୟ ଦେବ। ତାପରେ ଆମେ ଆସିବା ବିଷୟକୁ। କେଉଁ ବିଷୟରେ ତମେ ଲେଖୁଛ, କେଉଁ ବିଷୟକୁ ତମେ ଆବେଦନ କରି ଦରଖାସ୍ତଟି ଲେଖୁଛ। ଧର ସ୍ୱାଇନ୍ ଫ୍ଲୁ ହଉ କିମ୍ବା ମ୍ୟାଲେରିଆ ହଉ ବା ଡେଙ୍ଗୁ ହଉ ବା ତମର ଟାଇଫଏଡ଼୍ ହଉ, ତାର ନିରାକରଣ ନିମନ୍ତେ ଆବେଦନ ବା ନିରାକରଣ ନିମନ୍ତେ ତାର ପ୍ରତିକାର ନିମନ୍ତେ ଦରଖାସ୍ତ ବୋଲି ଲେଖିଦେବ ବିଷୟଟିକୁ। ଧର ତମେ ଲେଖୁଛ ମ୍ୟାଲେରିଆ, ତାହେଲେ ମ୍ୟାଲେରିଆ ନିରାକରଣ ନିମନ୍ତେ ବିଷୟ ହେବ। ତାପରେ ଆସିବ ମହାଶୟ। ନିବେଦନର କାରଣ ଏହିକି ଯେ ଆମେ ଅମୁକ ଅଞ୍ଚଳର ଅଧିବାସୀ ଅଟୁ। ଏହି ଅଞ୍ଚଳରେ ପ୍ରାୟତଃ 3000 ଲୋକ ବସବାସ କରନ୍ତି। ଗତ 15 ଦିନ ହେଲା ଏଠାରେ ମ୍ୟାଲେରିଆ ରୋଗ ବ୍ୟାପିଥିବାରୁ ଲୋକମାନେ ଆସ୍ତେ ଆସ୍ତେ ଅଧିକ ପରିମାଣରେ ପୀଡ଼ିତ ହେଉଛନ୍ତି। ତେଣୁ ଏଠାରେ ଯେହେତୁ ଏହା ଏକ ମଶା ପ୍ରବଣ ଅଞ୍ଚଳ, ତେଣୁ ଏହାର ପ୍ରତିକାର ନିମନ୍ତେ ଆମେ ଆବେଦନ କରୁଛୁ ଯେ ଏ ଅଞ୍ଚଳକୁ ଆପଣଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଡାକ୍ତରୀ ଦଳ ସହିତ 2 ଜଣ ନର୍ସ ଏବଂ 2 ଜଣ କମ୍ପାଉଣ୍ଡର ଯଦି ଆସନ୍ତେ ତାହେଲେ ଖୁବ୍ ଭଲ ହୁଅନ୍ତା। ଏଥିସହିତ ଆମ ଅଞ୍ଚଳରେ ମଶା ନିରାକରଣ ନିମନ୍ତେ ବ୍ୟବସ୍ଥା ସହିତ ବ୍ଲିଚିଂ ବ୍ୟବସ୍ଥା, ଚାରିପଟ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଭିନ୍ନ ପ୍ରକାରର ସଚେତନତାର ବାର୍ତ୍ତା, ତା ସହିତ ଗୁଡ଼ାଏ ଟ୍ୟାବଲେଟ୍, ଏଥିସହିତ କିଛି ମଶାରୀ ଏବଂ ତା ସହିତ ସାଲାଇନ୍ ଏବଂ ORS ଇତ୍ୟାଦି ଯଦି ଆଣିକି ଆମର ଏଠାରେ ଯୋଗାଇ ଦିଅନ୍ତେ ତାହେଲେ ଆମେ ଚିର ଉପକୃତ ରୁହନ୍ତୁ। ପୁଣି ଏଣୁ ଆମେ ବିନୀତ ଅନୁରୋଧ କରୁଛୁ କି ଏଇ ଯେଉଁ ପରିସ୍ଥିତି ଭୟାବହ ପରିସ୍ଥିତି ହେଉଛି, ଏହାର ନିରାକରଣକୁ ଆଖି ଆଗରେ ରଖି ଦୃଷ୍ଟିରେ ରଖି ଏକ ମାରାତ୍ମକ ରୋଗରୁ କେମିତି ଲୋକମାନେ ଉଦ୍ଧାର ପାଇବେ ସେଥିପାଇଁ ସରକାରୀ ସ୍ତରରେ ଆପଣ ତୁରନ୍ତ ବ୍ୟବସ୍ଥା କଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ରହିବୁ। ଏତିକି ଲେଖି ସାରିଲା ପରେ ତମେ ଡାହାଣ ପଟ ତଳରେ ଲେଖିବ ଇତି ଆପଣଙ୍କର ବିଶ୍ୱସ୍ତ ଯେଉଁ ଅଞ୍ଚଳର ଲୋକ ହେଇଥିବ ସେଇ ଅଞ୍ଚଳର ଗ୍ରାମବାସୀ ବୃନ୍ଦ। ଏତିକି ଲେଖିକି ପିଲାମାନେ ତା ତଳକୁ ନିଜର ନାଁ ଏବଂ ଗାଁର କିଛି ଲୋକଙ୍କର ଅର୍ଥାତ୍ ଉଭୟ ଝିଅ ଏବଂ ପୁଅ, ଅର୍ଥାତ୍ ଖାଲି କେବଳ ଯେ ଝିଅଙ୍କର ନାଁ ରହିବ, ଝିଅମାନେ ଆପ୍ଲିକେସନ୍ ଲେଖିଲେ କେବଳ ଝିଅମାନଙ୍କର ନାଁ ଦେବେ ତା ନୁହେଁ। ଧର ଗାଁର 8-10 ଜଣ ପୁଅ ଛୁଆଙ୍କର ନାଁ ଏବଂ 8-10 ଜଣଙ୍କର ଝିଅଙ୍କର ନାଁ ତଳକୁ ତଳ ଲେଖିଦେବ। ଏଥିସହିତ ତମେ ବାମ ପଟେ କେଉଁ ଅଞ୍ଚଳରୁ ଲେଖିଲ ତାକୁ ମଧ୍ୟ ଲେଖିବ ଏବଂ ତାରିଖଟି ଦେବ। ଏଥିସହିତ ପିଲାମାନେ ମନେ ରଖିବ, ଆହୁରି ବେଶୀ ଭଲ ହେବ ତମେ ଲେଖିଦେଲ ଇତି ଆପଣଙ୍କ ବିଶ୍ୱସ୍ତ ଯେଉଁ ଅଞ୍ଚଳର ସେଇ ଗ୍ରାମବାସୀ ବୃନ୍ଦ କରିକି 2-4 ଜଣଙ୍କର ନାଁ ଲେଖିଲ। ତାପରେ ଗୋଟେ ବକ୍ସ ବନେଇଦେବ। ସେଇ ବକ୍ସ ଭିତରେ ମଝିରେ ଗୋଟେ ଗାର ଦେଇଦେବ। ଡାହାଣ ପଟେ ଲେଖିବ ପ୍ରାପକ, ବାମ ପଟରେ ଲେଖିବ ପ୍ରେରକ। ପ୍ରାପକ ହେଲେ ଯିଏ ପାଇବେ, ପ୍ରେରକ ଯେଉଁମାନେ ପ୍ରେରଣ କରୁଛନ୍ତି। ପ୍ରାପକରେ ଲେଖିବ ଶ୍ରୀଯୁକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମୟୂରଭଞ୍ଜ ଜିଲ୍ଲା ବାରିପଦା। ବାମ ପଟେ ଲେଖିବ ଅମୁକ ଅଞ୍ଚଳର ଗ୍ରାମବାସୀ ବୃନ୍ଦ ଏବଂ ସେ ଅଞ୍ଚଳର ନାଁ ଏତିକି ଏବଂ ଜିଲ୍ଲାର ନାଁ ଏତିକି ନିହାତି ଲେଖିବ। ସେମିତି ଲେଖିଲେ ତମେ ନମ୍ବର ବେଶୀ ପାଇବ। ଆଉ ସବୁବେଳେ ପିଲାମାନେ ଚେଷ୍ଟା କରିବ ସୁନ୍ଦର ଏବଂ ନିର୍ଭୁଲ ଭାବରେ ବନାନକୁ ଦେଖିକି ଲେଖିବ
ଏବଂ ଛାଡ଼ି ଛାଡ଼ି ପରିଷ୍କାର ଅକ୍ଷରରେ ଲେଖିବ, ଯେଉଁଟିକୁ ପଢ଼ିଲେ ଜଣେ ତୁମକୁ ଖୁସିରେ ଭଲ ନମ୍ବର ଦେବ। ଏହାକୁ ଲେଖିବା ପାଇଁ ଜମା ବି ଭୁଲିବ ନାହିଁ ଯେ ପ୍ରଥମେ ତୁମେ ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀକୁ ଲେଖିବ। ଯେଉଁ ଜିଲ୍ଲାରୁ ଲେଖିଥିବ, ଯେଉଁ ଜିଲ୍ଲାର ଲୋକ ତୁମେ ବା ପିଲା ତୁମେ, ସେଇ ଜିଲ୍ଲାର ନାଁ ଲେଖିବା ପାଇଁ ଆଦୌ ଭୁଲିବ ନାହିଁ। ତେଣୁ ଇଏ ତ ଗଲା ଆମର ଯେକୌଣସି ଗୋଟେ ସ୍ୱାସ୍ଥ୍ୟ ସମ୍ପର୍କିତ ଆବେଦନପତ୍ର ବା ଦରଖାସ୍ତ। ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ଆଉ ଗୋଟିଏ ଦରଖାସ୍ତ ଏବଂ ସେ ଦରଖାସ୍ତଟି ସମ୍ପର୍କରେ ମୁଁ ପର ଭିଡ଼ିଓରେ କହିବି। ଆଜି ରହୁଛି। କେମିତି ଲାଗିଲା ନିଶ୍ଚିତ ଭାବରେ ମତାମତ ଦେବ।